ଗୋବର୍ଦ୍ଧନପୁର ଧାନମଣ୍ଡିରେ ଗଣ୍ଡଗୋଳ ଟ୍ରକ୍ ଭଙ୍ଗାରୁଜା ଥାନାରେ ଅଭିଯୋଗ। ଟମକା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଧାନମଣ୍ଡିରେ ଗଣ୍ଡଗୋଳ ଟ୍ରକ୍ ଭଙ୍ଗାରୁଜା ଥାନାରେ ଅଭିଯୋଗ। ସୂଚନା ମୁତାବକ ସୋମବାର ରାତିରେ ଗୋବର୍ଦ୍ଧନପୁର ଧାନମଣ୍ଡିରେ କିଛି ସମସ୍ୟାକୁ କେନ୍ଦ୍ର କରି ଜଣେ ଚାଷୀ ଉତ୍ତ୍ୟକ୍ତ ହୋଇ ଗଣ୍ଡଗୋଳ କରିବା ସହିତ ଏକ ଟ୍ରକ୍କୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ଏନେଇ ଟ୍ରକ୍ ଡ୍ରାଇଭର ସୋମବାର ରାତି 11 ଘଟିକା ସମୟରେ ସ୍ଥାନୀୟ ଥାନା ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରିଣୀ ଲିଖିତ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ମିଳିଛି। ଜୟ ଜଗନ୍ନାଥ। ତମ ନାଁ କଣ? ତପନ ବିନ୍ଦାଣୀ। କୁଆଡେ ଆସିଥିଲ ଏଠି ଧାନ ମଣ୍ଡିକି ଆସିଥିଲୁ ଧାନ ଲୋଡ କରିବା ପାଇଁ। ସେ ଗୋବର୍ଦ୍ଧନପୁର ଆମର ଜଣେ ଶାସନ ଗ୍ରାମର ଲୋକ ଜଣେ ସିଏ ଆସିକି ତାଙ୍କର କଣ ପ୍ରୋବ୍ଲେମ ହେଲା ମାଲ ତାଙ୍କର ଉଠେଇ ପାଇଲେନି, ସେଥି ସକାଶେ ଗାଡି କେମିତି ଏଠୁ ଯିବ ନ ଯିବର ସେ କଥା କହିକି ସେ ଗାଡି ଫାଡି ଭଙ୍ଗାରୁଜା କରିଛନ୍ତି ଅଥବା ମତେ ମରାମରି କରିଛନ୍ତି। ଆଉ ଏଇ କଥା ସକାଶେ ଆପଣ ମାନେ କିଛି କରନ୍ତୁ, ଯୋଉଟା କି ଆପଣଙ୍କର ସାହାଯ୍ୟ ଚାहे। କିଏ ସେ ଆକ୍ରମଣ କରିଥିଲା ଆପଣଙ୍କୁ? ସେ ବୁନୁ ମିଶ୍ର ଟୁନୁ ମିଶ୍ର। କୋଉ ଗାଁର? ଶାସନ ଛକ ଆଜ୍ଞା ବୋଲି କହୁଛନ୍ତି ଲୋକ, ଆଉ ଆମେ ତ ଜାଣୁ।